जानूँ जब ख्रिस्टियन जीवन में बढ़ी 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 आसुची आमर ख्रिस्टियन लाइफ रे आमर ग्रोथ आसुची तो जेतु ग्रोथ आस्थिवर प्रभु चाहते हमको नेक्स्ट स्टेप को नेबा पाई तो हम जीवन रे एगुडा तो से एलाउ करंती तांको नामर गौरव तो देखिबे आपण मन रोमियो 8 पर्व तर 35 पद ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଲେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ୍ଗ? ଆପଣ 38 ଆଉ 39 ବି ପଢନ୍ତୁ। କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ, କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନିଚସ୍ଥ ବିଷୟ, କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ। ଦୁଃଖ ଭୋଗ କାହିଁକି ପ୍ରିୟ ଭାଇ ଭଉଣୀ ମାନେ? ଖ୍ରୀଷ୍ଟଙ୍କ ପ୍ରେମରେ ଆମକୁ ମଜବୁତ କରିବା ପାଇଁ। ମୁଁ କହି ରିଜନ ଧାର୍ମିକତା ପାଇଁ ଦୁଃଖ ଭୋଗ, ଆଜ୍ଞା ବହତା ପାଇଁ ଦୁଃଖ ଭୋଗ, ଖ୍ରୀଷ୍ଟଙ୍କ ପ୍ରେମରେ ମଜବୁତ ହେବା ପାଇଁ ଦୁଃଖ ଭୋଗ। ଖ୍ରୀଷ୍ଟଙ୍କ ପ୍ରେମରେ ମଜବୁତ ହେବା ପାଇଁ ମୋ ଲାଇଫରେ ଯେତେବେଳେ କଷ୍ଟ ଆସିଛି, ଦୁଃଖ ଆସିଛି, ନିନ୍ଦା ଆସିଛି, ସମସ୍ୟା ଆସିଛି, ମୁଁ ଜାଣିଛି ପ୍ରଭୁ ମତେ ନେକ୍ସଟ ଷ୍ଟେପ ନେବା ପାଇଁ ଚାହୁଁଛନ୍ତି। ମୁଁ କହିବା ପାଇଁ ଚାହେଁ ଅନ୍ୟମାନେ ଛାଡି ଦେଇ ପାରନ୍ତି, ଅନ୍ୟମାନେ ଉପେକ୍ଷା କରିପାରନ୍ତି, ଅନ୍ୟମାନେ ତିରସ୍କାର କରିପାରନ୍ତି। ଆପଣ ଯୋଉଠି ଜବ୍ କରୁଛନ୍ତି ବା ଯୋଉଠି ବିଜନେସ କରୁଛନ୍ତି ବା ଯୋଉ କଲୋନୀରେ ରହୁଛନ୍ତି, ଆପଣ ରିଲେଟିଭ ମାନେ ହେଇପାରନ୍ତି, ଆପଣଙ୍କୁ ଉପେକ୍ଷା କରିପାରନ୍ତି, କିନ୍ତୁ ମନେ ରଖିଥାନ୍ତୁ ଖ୍ରୀଷ୍ଟଙ୍କର ପ୍ରେମରେ ଆପଣ ବଦ୍ଧମୂଳ ହେବା ପାଇଁ, ଆପଣ ଆହୁରି ଇନରିଚ ହେବା ପାଇଁ, ଆହୁରି ଆପଣ ବୋଲ୍ଡ ହେବା ପାଇଁ ପ୍ରଭୁ କଣ କରନ୍ତି? ଏ ଦୁଃଖ ଭୋଗ ମତେ ଦେଖିନି। କିନ୍ତୁ ସବୁଠାରୁ ବଡ ବିଷୟ, ଆପଣ ଯଦି କିଛି ଭୁଲ କରି ଦୁଃଖ ପାଉଛନ୍ତି ତାହେଲେ ପ୍ରୋବ୍ଲେମ ଅଛି ସେଟା। କିନ୍ତୁ ସବୁଠୁ ବଡ ବଡ ବିଷୟ କଣ? ପ୍ରଥମ ପିତର 2 ପର୍ବ 19 ପଦ। ପଢିବେ। କାରଣ କେହି କେବେ ଈଶ୍ୱରଙ୍କ ସାକ୍ଷାତ ମାନି ଅନ୍ୟାୟରେ ଦୁଃଖ ଉପରେ କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ। such a wonderful statement। କେତେ ସୁନ୍ଦର ଲେଖା ଦେଖନ୍ତୁ। କାରଣ କେହି ଯେବେ ଖ୍ରୀଷ୍ଟଙ୍କୁ ସାକ୍ଷାତ ମାନି ଅନ୍ୟାୟରେ ଦୁଃଖ ଭୋଗ କରି କଷ୍ଟ ସହ୍ୟ କରେ, ତାମାନେ କଣ? ଆପଣଙ୍କୁ ଅନ୍ୟାୟରେ ବି ଦୁଃଖ ଦିଆଯିବ। ଆପଣ ଯୋଉଠି ଜବ୍ କରନ୍ତି, ଯୋଉଠି ମିନିଷ୍ଟ୍ରି କରନ୍ତି, ଯୋଉଠି ଯୋଉ ସର୍କଲରେ ରୁହନ୍ତି, ଅନ୍ୟାୟରେ ବି ଦୁଃଖ ଦିଏ, ନ୍ୟାୟରେ ନୁହେଁ। ଯେତେବେଳେ ଅନ୍ୟାୟରେ ଆପଣଙ୍କୁ ଦୁଃଖ ଦିଆଯାଉଛି, କଷ୍ଟ ଦିଆଯାଉଛି, ତେବେ ତାହା ପ୍ରଶଂସାର ବିଷୟ। ଖ୍ରୀଷ୍ଟଙ୍କ ପାଇଁ ଆପଣ ଅନ୍ୟାୟରେ ବି ଦୁଃଖ ଭୋଗ କରିବେ। ଅନ୍ୟାୟ କିଛି ନ କରିକି, କିଛି କାହାର କ୍ଷତି ନ କରି, କିଛି କାହାର କିଛି ଅପକାର ନ କରିକି, ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହାର ଅନ୍ୟାୟ କରିନାହାନ୍ତି। ତାଙ୍କର ଦାଢି ଉପାଡ଼ିଲେ, ମୁହଁରେ ବିଧା ମାରିଲେ, ଛେପ ପକେଇଲେ, ତାଙ୍କୁ ଗାଳି ଗୁଲଜ କଲେ, ଘୋଷାଡି ଘୋଷାଡି ନେଲେ, କିଛି କରିନାହାନ୍ତି, କାହାର କ୍ଷତି କରିନାହାନ୍ତି। ମଲା ଲୋକ ଉଠେଇଲେ, ରୋଟି ଖାଇବାକୁ ଦେଲେ, ଅନ୍ଧକୁ ଦୃଷ୍ଟି ଦେଲେ, ପକ୍ଷାଘାତକୁ ଉଠେଇଲେ, ଅନେକ ଉତ୍ତମ ଶିକ୍ଷା ଦେଲେ, ଅନେକ ଆଶ୍ଚର୍ଯ୍ୟ କର୍ମ କଲେ, ଭୋକିଲାକୁ ଖାଇବାକୁ ଦେଲେ। ଏସବୁ କରିବା ଦ୍ୱାରା ଅପମାନିତ। ଆମେ ତ କିଛି ନା କିଛି ତ୍ରୁଟି ହେଲେ କରିତ ହଉଛୁ। ଯୀଶୁ ତ କିଛି ଭୁଲ କରିନାହାନ୍ତି, ଅନ୍ୟାୟରେ ତାଙ୍କ ପ୍ରତି ଦୁଃଖ ଦିଆଯାଉଛି। ପ୍ରିୟ ଭାଇ ଭଉଣୀ ମାନେ ପ୍ରାର୍ଥନା କରନ୍ତୁ, ପ୍ରାର୍ଥନା କରନ୍ତୁ, କାରଣ ପ୍ରଭୁ ଆମକୁ ବଢଉଛନ୍ତି, ଆଉ ସେ ଦୁଃଖ ରୂପ ଉମାଇ ମଧ୍ୟ ନେଉଛନ୍ତି। ତେଣୁ ପ୍ରଭୁଙ୍କ ନାମର ଧନ୍ୟବାଦ। ଆଜି ପ୍ରେୟର ହାଉସରେ ଆମେ ସମସ୍ତେ ଜଡିତ ହେଇଛୁ। ଏମାନେ ପ୍ରେୟର ହାଉସ ବୋଲି ନାଁ ଦେଇଛନ୍ତି, କିନ୍ତୁ ମୁଁ ପ୍ରେୟର ହାଉସ ବୋଲି କୁହେ ନାହିଁ, ମୁଁ ପାୱାର ହାଉସ ବୋଲିକି କୁହେ। ହେଲା, ମୋର ଭାଷାରେ ଏଟା ପ୍ରେୟର ହାଉସ ନୁହେଁ, ଏଟା ପାୱାର ହାଉସ। ମୁଁ ଭାବି ଭାଇଙ୍କୁ ବି କହିଛି, ଭାଇ ମୁଁ ଦେଖିବା ପାଇଁ ଚାହୁଁଛି ଏଇଟା ଗୋଟେ କେମିତି ହେବାର ଅଛି, ଏଇଟା ଗୋଟେ ପାୱାର ହାଉସ ହେବାର ଅଛି। ଏଟା ଓଡିଶାର ବିଭିନ୍ନ ଜାଗାରେ ମୁଁ ଯାଇଛି, ଆଉ ଏ ଟେଷ୍ଟିମନି ଶୁଣିଛି, ପ୍ରେୟର ହାଉସର ଟେଷ୍ଟିମନି ମୁଁ ଶୁଣିଛି। ଏଇଟା ମୋର ପ୍ରାର୍ଥନା, ଆଗାମୀ ସମୟରେ ସେ ହେବା ଦରକାର। ଅନେକ ଗ୍ଲୋରିୟସ୍ କାମ ହେଇଛି, ଆଉ ଆଗାମୀ ସମୟରେ ମଧ୍ୟ ହବ। ନହେଲେ ଆପଣମାନେ ସେମାନେ ନୂଆ କରି ଜଡିତ ହେଇଛନ୍ତି, ମୁଁ କହିବା ପାଇଁ ଚାହେଁ, ପ୍ରେୟର ହାଉସ ଲୋକ ଜାଣିଛନ୍ତି, କେବଳ ପ୍ରେୟର ହାଉସରେ 1 ଘଣ୍ଟା ପ୍ରାର୍ଥନା କରିବା ପାଇଁ ମୁଁ 500 କିଲୋମିଟର ଜର୍ଣ୍ଣି କରି ଆସିଛି। 500 କିଲୋମିଟର ଆସିଛି, 500 କିଲୋମିଟର ଯାଇଛି, 2 ରାତି ଅନିଦ୍ରା ହେଇ ଆସିଛି 1 ଘଣ୍ଟା ପ୍ରେୟର ହାଉସ କାଟିବା ପାଇଁ। କଣ ବୋକାଟା ମୁଁ? କଣ ବୋକାଟା ମୁଁ? ବୋକା ନାହିଁ। ସେଇ ଯୋଉ 1 ଘଣ୍ଟା ପ୍ରାର୍ଥନା କରିକି ଯାଏ, ସେଇଟା 1 ମାସ ପାଇଁ ମତେ ଆତ୍ମିକ ଖୋରାକ ଯୋଗାଏ।
ପ୍ରେଜ୍ ଦ ଲର୍ଡ କହିବା ପାଇଁ ଚାହେଁ, କାରଣ ପ୍ରେୟର ହାଉସରେ ଯୋଉ ଆତ୍ମିକ ଯୋଦ୍ଧା ମାନେ ଅଛନ୍ତି, ପ୍ରାର୍ଥନା ଯୋଦ୍ଧା ମାନେ ଅଛନ୍ତି, ସେମାନଙ୍କ ପାଇଁ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ। ସେମାନଙ୍କ ପାଇଁ ମୁଁ ପ୍ରଭୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ପାଇଁ ଚାହେଁ, କାରଣ ସେମାନଙ୍କର ପ୍ରାର୍ଥନା ଜୀବନ ପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ। ଅନେକ ଭାଇ ଭଉଣୀ ମାନେ ଅଛନ୍ତି, ମୁଁ ସେମାନଙ୍କ ମୁହଁ ଦେଖିପାରୁଛି। ଥରେ ବାବି ଭାଇଙ୍କ ମା ମତେ କହିଲେ, ବାବୁ ମୋର ଆଣ୍ଠୁ ବଥା ଛାଡୁନାହିଁ। ମୁଁ କହିଲି ସେ ଆଣ୍ଠୁ ବଥା ଥାଉ, ତେବେ କଣ କରିବେ, ଆପଣ ବସିକି ଆମ ପାଇଁ ପ୍ରାର୍ଥନା କରୁଥିବେ। ଆପଣଙ୍କ ବସିବା ଟାଇମ ଆପଣ ବସନ୍ତୁ, ଆମର ଦୌଡ଼ିବା ଟାଇମ ଆମେ ଦୌଡ଼ିବୁ। ସେ କୁହନ୍ତି ମୁଁ ତୁମ ପାଇଁ ପ୍ରାର୍ଥନା କରୁଛି, କିନ୍ତୁ ମୋର ଛାଡୁନାହିଁ କାହିଁକି, ମୁଁ ତ ଆଣ୍ଠୁ ବଥା ଥାଉ ବୋଲିକି ପ୍ରାର୍ଥନା କରୁଛି। ସେ ଆଣ୍ଠୁ ବଥା ରହିଛି, କିନ୍ତୁ ସେ ଯୋଉ ପ୍ରାର୍ଥନା କରନ୍ତି, ନିୟମିତ ଯୋଉ ପ୍ରାର୍ଥନା କରନ୍ତି, ତାର ଫଳ ମୁଁ ଦେଖିଛି, ମିନିଷ୍ଟ୍ରିରେ ମୁଁ ଦେଖିଛି। ତ ମୋର ପ୍ରାର୍ଥନା କଣ, ଏଇଟା ଗୋଟେ ପାୱାର ହାଉସ ଭଳିଆ ଆହୁରି କାର୍ଯ୍ୟ କରିବା ଦରକାର। ତେଣୁ ଆଜି ଯେତେବେଳେ ଜଡିତ ହୋଇଛନ୍ତି ପ୍ରେୟର ହାଉସ ଏଇ ଜୁମ୍ ପ୍ରୋଗ୍ରାମରେ, ମୁଁ ସେମାନଙ୍କୁ ଏନକରେଜ କରିବା ପାଇଁ ଚାହେଁ ଯେ ଆପଣଙ୍କ ଲାଇଫରେ, ଆପଣଙ୍କ ଡେ ଟୁ ଡେ ଲାଇଫରେ, ଆପଣଙ୍କ ଫ୍ୟାମିଲି ଲାଇଫରେ, ଆପଣଙ୍କ ମିନିଷ୍ଟ୍ରିଆଲ ଲାଇଫରେ, ଆପଣଙ୍କ ଜବରେ, ଆପଣଙ୍କ ପ୍ରତିଟି ବିଷୟରେ ସଫରିଂ ରହିଥିବ, ଦୁଃଖ ଭୋଗ ରହିଥିବ, ଅକାରଣ ଦୁଃଖ ଭୋଗ ରହିଥିବ। ତେଣୁ ଆପଣ କଣ କରିବା ଦରକାର, ଆଗବର ହେବା ଦରକାର। ପ୍ରଭୁଙ୍କ ନାମର ସ୍ତୁତି ଲେଖାଯାଉଛି, ଯଦି ଅନ୍ୟାୟରେ ଲୋକ ଯଦି କହୁଛନ୍ତି, ଏ ଦୁଃଖ ସବୁବେଳେ ରହିବ ନାହିଁ। ଆମେ ସେ ଗୀତ ଗାଉଛୁ, ସେ ଗୀତ ସବୁବେଳେ ଗାଉ ଆମେ, ଏ ଦୁଃଖ ରହିବ ନାହିଁ, ବେଗେ ଯିବ ପଳାଇ, ବେଗେ ପଳେଇ ଯିବ। ସେଟା ଆମକୁ ବେଶୀ ଦିନ ପରା ଲାଗୁଛି, ବେଶୀ ଦିନ ନାହିଁ। ଆଇବଙ୍କ ଲାଇଫରେ ଯୋଉ ଦୁଃଖ ଭୋଗ ଥିଲା, ସେ କହିଲେ ଏଇଟା କିଛି ନାହିଁ, ଏଇଟା କାରଣ ମୁଁ ମୋର ପ୍ରଭୁଙ୍କୁ ଦେଖିବି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ବହୁତ ୱରିଡ୍ ହଉଛୁ, କିନ୍ତୁ ଆମ ଲାଇଫରେ ଯୋଉ ଦୁଃଖ ଆସେ, କଷ୍ଟ ଆସେ, ତାରି ମଧ୍ୟରେ ପ୍ରଭୁ ଆମକୁ ମୋଲ୍ଡିଂ କରୁଛନ୍ତି, ତାରି ମଧ୍ୟରେ ପ୍ରଭୁ ଆମକୁ ତିଆରି କରୁଛନ୍ତି। ଭାଇ ଭଉଣୀ ମାନେ, ଆପଣ ମାନେ ସମସ୍ତେ କହିପାରିବେ, ସମସ୍ତେ ନିଶ୍ଚିତ ଭାବରେ କହିବେ ଯେ ଆପଣଙ୍କ ଭଲ ସମୟରେ ଆପଣ ପ୍ରଭୁଙ୍କର ଯେତେ ନିକଟବର୍ତ୍ତୀ ହେଇନାହାନ୍ତି, ଆପଣଙ୍କର କଷ୍ଟ ସମୟରେ ଆପଣ ପ୍ରଭୁଙ୍କ ନିକଟବର୍ତ୍ତୀ ହେଇଛନ୍ତି। ଆନନ୍ଦ ସମୟରେ କେବେ ପ୍ରାର୍ଥନା କରିଛନ୍ତି? ହସି ହସିକି ଆଜି ଟିକେ ପ୍ରାର୍ଥନା କରିବି, ଆଜି ଟିକେ ଭଲ ଲାଗୁଛି, ଆଜି ମତେ ବହୁତ ଭଲ ଲାଗୁଛି, ବାଇବଲ ଟିକେ ପଢିବି, ଟିକେ ଆସିଛନ୍ତି ଆପଣ? କେବେ ନାହିଁ। ଯେତେବେଳେ କଷ୍ଟ ଆସିଛି, କାନ୍ଦି କାନ୍ଦି ବାଇବଲ, ମୋର ବାଇବଲ କୁଆଡେ ଗଲ, ଗୋଟେ କବାଟ ବନ୍ଦ କରିକି 2 ଘଣ୍ଟା ଆଣ୍ଠେଇ କାନ୍ଦି କାନ୍ଦି ଆଖିକୁ ବେଙ୍ଗ ଭଳିଆ ଫୁଲେଇକି ପୁରା ମୁହଁ ପଛିକି ଯେତେ ପାଉଡର ପାଉଡର ଲଗାଇଥିବେ, ମେକଅପ ସବୁ ପୁରା ଗାୟବ, ତାପରେ ବାହାରିବ। କେମିତି ଲାଗିବ? ପୁରା ହାଟି ଭିତରୁ ବାହାରି ଆସିଲା ଭଳିଆ, ଉମାଇ ଭିତରୁ ବାହାରି ଆସିଲା ଭଳିଆ ଗୋଟେ ଆତ୍ମିକ ସୌନ୍ଦର୍ଯ୍ୟରେ ସେ ବାହାରିବ। ତେଣୁ ଆମେ ସେ ଗୀତ ଗାଉ, ଦୁଃଖ ଯେବେ ଆସେ ମନେ, ଯିବି ତୁମ ସନ୍ନିଧାନେ, ତୁମେ ଯଦି ସାନ୍ତ୍ୱନା ମୋ ଝରିବନି ଅଶ୍ରୁଧାରା। ମୋର ପ୍ରିୟ ଭାଇ ମାନେ, ଲୋକର ସାନ୍ତ୍ୱନା କ୍ଷଣିକ। ଆମର ଟିକେ ପ୍ରୋବ୍ଲେମ ହେଲେ ଲୋକ ପାଖକୁ ପଳାଉଛୁ, ହଇଲ ଦିଦି ମୋର ଏମିତି ହେଲା, ଲ ଦିଦି, ମାଉସୀ ଏମିତି ହେଲା, ପିଇସି ଏମିତି ହେଲା, କାକା ଏମିତି ହେଲା। ସମସ୍ତେ କହିବେ ଆର ଫୋନ କଲେ ଆସିଲେ ମୁଣ୍ଡ ବଥା ହେଇଯିବ ବୋଲି କହିବେ। କଣ ବୋଲି କହିବେ? ଆପଣଙ୍କ ହଁ ଲ କହ ବୋଲି କହିବେ, କିନ୍ତୁ ଲାଷ୍ଟ କଣ କହିବେ? ୟାର ଫୋନ ଆସିଲେ ଅଧଘଣ୍ଟା ମୁଣ୍ଡ ଚାଟି କହିବେ। ସେ ତ ଟେନସନ ଥିବ ମତେ ଟେନସନ କରିବ। ପ୍ରଭୁ କେବେ କହିଛନ୍ତି କି ତୋର ଟେନସନ ମତେ ଦେନା ବୋଲିକିରି? ପ୍ରଭୁ କେବେ କହିଛନ୍ତି? ପ୍ରଭୁ କହିଛନ୍ତି ତୋ ସବୁ ଟେନସନ ମତେ ଦେ, ମୁଁ ତ ସବୁ ଟେନସନ ବହିବା ପାଇଁ ସାମର୍ଥ୍ୟ ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପ୍ରଭୁଙ୍କୁ ଟେନସନ ନ ଦେଇକିରି ଆମେ ନିଜେ ଟେନସନ ନଉଛୁ। ଟେନସନ ନେଇକରି ସୁଦୀପ ଭାଇଙ୍କର ମୁଣ୍ଡରେ ଅଦା ଚୁଟି ନାହିଁ, ମୋର ମୁଣ୍ଡରେ ଅଦା ଚୁଟି ପାଚିଗଲା। ପ୍ରିୟ ଭାଇ ଭଉଣୀ ମାନେ, କୌଣସି ବିଷୟରେ ଆପଣ ମରି ନେବା ଦରକାର ନାହିଁ। ମୁଁ କହିବା ପାଇଁ ଚାହେଁ ଯେ ପରମେଶ୍ୱର ଆମର ପରମେଶ୍ୱର ଅଟନ୍ତି, ଆଉ ସେ ଆମର ଲାଇଫରେ ଏଲାଉ କରୁଛନ୍ତି। ସେ ଆପଣଙ୍କ ଲାଇଫରେ ଏଇଟା ହଉଛି ପରିପକ୍ୱତାର ପରିପ୍ରକାଶ, ପରିପକ୍ୱତାର ଚିହ୍ନ ଯେ ପରମେଶ୍ୱର ଆପଣଙ୍କୁ ତାରି ମଧ୍ୟ ଦିନ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ଧନ୍ୟବାଦ ଦଉ। ଆଜି ମୋର ଯୋଉ ପ୍ରସଙ୍ଗ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ବେଳେ କହନ୍ତି, କାହିଁକି ତୁ ଏତେ ଦୁଃଖ ପାଉଛୁ, କାହିଁକି ତୁ ତାଡା, କାହିଁକି ନିନ୍ଦା, କାହିଁକି ନା ଖ୍ରୀଷ୍ଟଙ୍କ ପାଇଁ। ଜଣେ ପ୍ରଭୁଙ୍କ ଦାସ କହିଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋ ପାଇଁ ଯେତିକି ଦୁଃଖ ସହିଛନ୍ତି,
କୃଷାର୍ପିତ ହୋଇ ମରିଛନ୍ତି ତାଙ୍କ ସାମ୍ନାରେ ମୋର ଏ ଦୁଃଖ କିଛି ମଧ୍ୟ ନୁହେଁ, ମୋର ଅପମାନ କିଛି ମଧ୍ୟ ନୁହେଁ, ମୋର ନିନ୍ଦା କିଛି ମଧ୍ୟ ନୁହେଁ। এইটা প্রত্যেক খ্রিস্ট বিশ্বাস মনে রখিথান্তু। আগামী সময়ে আপনার আত্মিক জীবনের স্খলন পাই, আপনার পতিত করা, আপনার দুর্বল করা অনেক বিষয় আসব, কিন্তু আপন জম্মা টলমল হুঁতু না, আপন জম্মা ওরিড হুঁতু না। প্রিয় ভাই ভଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। ପରମେଶ୍ୱର ଆମକୁ ଶିଖାଉଛନ୍ତି। ଆପଣ ମାନେ ମୋର ମେସେଜ, ମୁଁ ଯୋଉଠି ବି ମେସେଜ ଦିଏ ମୁଁ ଦୁଃଖ ଭୋଗ ବିଷୟରେ କୁହେ, ପବିତ୍ରତା ବିଷୟରେ ଟିକେ କୁହେ, ପ୍ରଭୁଙ୍କ ଦଣ୍ଡ ବିଷୟରେ କୁହେ, ଆଗାମୀ କ୍ରୋଧ ବିଷୟରେ କୁହେ। ମୋର ଅଭ୍ୟାସ ଏଇଟା, ପରିତ୍ରାଣର ଆରମ୍ଭ କରେ, ପରିପକ୍ୱତା ଆଡକୁ କଢେଇ ନିଏ ଲୋକମାନେ। ଯେତେବେଳେ ପରିପକ୍ୱ ହେବେ, ଦୁଃଖ ଆସୁ, କଷ୍ଟ ଆସୁ, ସମସ୍ୟା ଆସୁ, ପ୍ରଭୁରେ ମଜବୁତ ହେବା ପାଇଁ। ପ୍ରଭୁ ମତେ ଯୋଉ ସେବା କାର୍ଯ୍ୟ ଦେଇଛନ୍ତି, ସେ ସେବା କାର୍ଯ୍ୟ ମୁଁ ସେୟା ହିଁ କରେ। ଦୁଃଖ ଆସିବ। ରୋମାନିଆରେ ଯେତେବେଳେ ସମସ୍ୟା ଆସିଲା, ଚାଇନାରେ ଯେତେବେଳେ ସମସ୍ୟା ଆସିଲା, ଖ୍ରୀଷ୍ଟ ବିଶ୍ୱାସୀ ମାନେ ଦୁଃଖ ଆସିବା ସକାଶେ ଓରିଡ୍ ନୁହନ୍ତି। ସେମାନେ ଗୋଟିଏ କଥା କହିଲେ ଯେ ଆମର ବାଳକ ପ୍ରଚାରକ ମାନେ ଆମକୁ ଶିଖାଇ ନଥିଲେ ଦୁଃଖ ଆସିବ। ଯଦି ଆମକୁ କହିଥାନ୍ତେ ଦୁଃଖ କଷ୍ଟ ଆସିବ ବୋଲି, ତାହେଲେ କଣ ହେଇଥାନ୍ତା, ଆମେ ଭଲରେ ପ୍ରିପେୟାର ହେଇଥାନ୍ତେ। ବେଳେ ଆମମାନଙ୍କ ଘରେ ହଠାତ୍ କୁଣିଆ ପଳେଇ ଆସନ୍ତି ନା, ହଠାତ୍ ପଳେଇ ଆସନ୍ତି। ସେଦିନ କିଛି ନଥାଏ, ଡାଲମା ଥାଏ, ଆମେ ପ୍ଲାନ୍ କରିଥାଉ ଆଜି ଖାଲି ଡାଲମା ଖାଇଦେବା ବୋଲି, ଆଉ 4-5ଟା ଅଣ୍ଡା ଖାଲି ଫ୍ରିଜରେ ଥାଏ, ଆଉ କିଛି ନଥାଏ। ହଠାତ୍ ପଳେଇ ଆସନ୍ତି, କଣ କରିବେ? ଡାଲମା ତ ଦେଇ ପାରିବେ ନାହିଁ, ଏ ଯୋଉ ଅଣ୍ଡାଟା ଘଟିବ ମଧ୍ୟ ନାହିଁ। ଆମେ କଣ କହୁ ବେଳେ ବେଳେ, তুমি ଟିକେ କହିକି ଆସିଲ, କହିକି ଆସିଲେ ମଟନ ଆଣିଛ। କହିବା ପାଇଁ ଚାହେଁ ଯେ ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ତାଙ୍କର ବାକ୍ୟ ଦ୍ୱାରା ସେ ପରିପକ୍ୱ କରୁଛନ୍ତି, ତାଙ୍କର ବାକ୍ୟ ଦ୍ୱାରା ସେ ଆମକୁ ତିଆରି କରୁଛନ୍ତି, ତାଙ୍କର ବାକ୍ୟ ଦ୍ୱାରା ସେ ଆମକୁ ଗଠନ କରୁଛନ୍ତି। ପରମେଶ୍ୱର ଆଜି ଆମକୁ ଇନ୍ ଆଡଭାନ୍ସ କହିସାରିଛନ୍ତି ଯେ ତୁମମାନଙ୍କ ଜୀବନରେ ଦୁଃଖ ଆସିବ, ତୁମମାନଙ୍କ ଜୀବନରେ କଷ୍ଟ ଆସିବ, ତୁମମାନଙ୍କ ଜୀବନରେ ନୈରାଶ୍ୟ ଆସିବ। ଏଇଟା ପ୍ରଭୁ ଅଲରେଡି ଆମକୁ ପ୍ରିପେୟାର କରିବା ପାଇଁ କହୁଛନ୍ତି, ଆସିବ। ଆଉ ଗୋଟେ ପଦ ଯଦି ପଢିବେ, ପ୍ରଥମ ପିତର 4 ତାର 16 ପଦ। କିନ୍ତୁ କେହି ଯଦି ଖ୍ରୀଷ୍ଟିଆନ ହେବାରୁ ଦଣ୍ଡ ଭୋଗ କରେ, ତାହେଲେ ସେ ଲଜ୍ଜାବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ। ଭାଇ ମିଉଟ ହେଇଯାଇଛି, ସେ ବି ଦୁଃଖ ହେଇଯାଇଥିବ, ଭଲ ଅଛି। ଓକେ, ଠିକ ଅଛି। ତ ମୁଁ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ, ଏଠି ଆମେ ଦେଖୁଛୁ କଣ ନା, ଖ୍ରୀଷ୍ଟିଆନ ହେବାରୁ ଯଦି ଦୁଃଖ ଭୋଗ କରୁଛୁ, ଖ୍ରୀଷ୍ଟିଆନ ହେବାରୁ ଯଦି ତାଡ଼ନା ଆସୁଛି, ଖ୍ରୀଷ୍ଟିଆନ ହେବାରୁ ଯଦି ଆମକୁ ଜବରେ ପ୍ରୋବ୍ଲେମ ଆସୁଛି, ଖ୍ରୀଷ୍ଟିଆନ ହେବାରୁ ଯଦି ଆମର କଲୋନୀରେ ପ୍ରୋବ୍ଲେମ ଆସୁଛି, ଖ୍ରୀଷ୍ଟିଆନ ହେବାରୁ ଯଦି ପରିବାରରେ ପ୍ରୋବ୍ଲେମ ଆସୁଛି, ଖ୍ରୀଷ୍ଟିଆନ ହେବାରୁ ମିନିଷ୍ଟ୍ରିରେ ପ୍ରୋବ୍ଲେମ ଆସୁଛି, ତାହେଲେ କଣ କରିବାର ଅଛି? ଆନନ୍ଦ କରିବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ, ଲଜ୍ଜାବୋଧ କରିବା ନାହିଁ ଦୁଃଖ ଆସିଲେ। କାରଣ ପ୍ରଭୁ ଯୀଶୁ ମୋର ପାଇଁ ଲଜ୍ଜିତ ହେଇଛନ୍ତି, ମୋର ପାଇଁ ଅପମାନିତ ହେଇଛନ୍ତି, ମୋର ପାଇଁ କଷ୍ଟ ସହିଛନ୍ତି, ମୋ ପାଇଁ ସବୁ ସହି ଯାଇଛନ୍ତି। ସେ ଆଉ ଗୋଟେ ଆଦର୍ଶ ଦେଖାଇକି ଯାଇଛି, କହୁଛନ୍ତି ପୁଅରେ ଝିଅରେ ମୁଁ ତ ଆଗରୁ ଯାଇଛି। ଆମେ ସେ ଗୀତ ବେଳେ ବେଳେ ଗାଉ, তো আগে আগে কেতে যে গলে লত কে হই পূর্ণ সহি যাইব সমান প্রিয়তম যিশু নাম। গাও জয় গান, কর জয় গান, প্রিয়তম যিশু নাম। তো আগে আগে কেତେ ଯେ ଗଲେ, ଆପଣ ନୁହନ୍ତି। ଆପଣ ଯଦି ଏଭ୍ରି 11 ଅଧ୍ୟାୟ ପଢିବେ, ଆପଣ ସେଠି କେତେ ବିଶ୍ୱାସର ଯୋଦ୍ଧା ମାନେ ସେ କଷ୍ଟ ସ୍ୱୀକାର କରି ଗଲେ। ସେମାନେ ଆମମାନଙ୍କ ସମ୍ମୁଖରେ ଗୋଟେ ମେଘ ତୁଲ୍ୟ ସାକ୍ଷୀ ଅଟନ୍ତି, ସେମାନେ ୱିଟନେସ୍ ଅଟନ୍ତି। ମୁଁ ଯାଇଛି, ତୁ ଆସିବୁ। ଆମର ଜଣେ ବିଶ୍ୱାସର ନେତା ଅଛନ୍ତି, ସିଦ୍ଧିଦାତା ଅଛନ୍ତି, ସେ ଆମକୁ ସାହାଯ୍ୟ କରିବେ। ତାଙ୍କ ନାମର ଗୌରବ ହଉ, ତାଙ୍କ ନାମର ମହିମା ହଉ। ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟଙ୍କ ପାଇଁ ଏ ଦୁଃଖ ଭୋଗ ଆପଣ ଏଭଏଡ କରିପାରିବେ ନାହିଁ, କିନ୍ତୁ ଆପଣ ସାଦରେ ତାକୁ ଗ୍ରହଣ କରିକି ଆପଣ ଆଗକୁ ବଢିବା ଦରକାର। ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। ସେମାନଙ୍କ ସହିତ ଏଇ ସମୟରେ ବାକ୍ୟ ଦ୍ୱାରା ସେ କଥା ହଉଛନ୍ତି। ମୁଁ ପ୍ରଭୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦିଏ। ପ୍ରଭୁଙ୍କ ନାମର ସ୍ତୁତି। ଯଦି ଆପଣ ଦେଖିବେ ଗୋଟେ ପଦଟା, 2 ଥେସଲୋନିକୀୟ ତାର 1ମ ଅଧ୍ୟାୟ ତାର 5 ପଦ।
ଈଶ୍ୱରଙ୍କର ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗ କରୁଅଛ ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ୱରଙ୍କ ଯଥାର୍ଥ ବିଚାରର ପ୍ରତ୍ୟକ୍ଷ ପ୍ରମାଣ। କଣ ଲେଖା ଦେଖନ୍ତୁ, କି ସୁନ୍ଦର ଦେଖନ୍ତୁ। ଈଶ୍ୱରଙ୍କର ଯୋଉ ରାଜ୍ୟ ନିମନ୍ତେ ତୁମେ ଦୁଃଖ ଭୋଗ କରୁଅଛ। ମୁଁ କହୁଛି ଆପଣ ମାନଙ୍କୁ ଦୁଃଖ ଭୋଗ କାହିଁକି? ଗୋଟେ ଗୋଟେ କହୁଛି ଧାର୍ମିକତା ପାଇଁ ଦୁଃଖ ଭୋଗ। ଆଉ କଣ ପାଇଁ ଦୁଃଖ ଭୋଗ? ଆଜ୍ଞାବହତା ପାଇଁ ଦୁଃଖ ଭୋଗ, ପ୍ରେମରେ ମଜବୁତ ହେବା ପାଇଁ ଦୁଃଖ ଭୋଗ, ବିନା ଅନ୍ୟାୟ କରିକି ଆମେ ଦୁଃଖ ଭୋଗ। ଦୁଃଖ ଭୋଗ ପ୍ରଭୁଙ୍କ ନାମ ସ୍ତୁତି ହଉ। ଏଠି ଆମେ ଦେଖୁଛୁ ଦୁଃଖ ଭୋଗ କାହିଁକି? ଯେ ଈଶ୍ୱରଙ୍କ ରାଜ୍ୟ ପାଇଁ ଦୁଃଖ। ପ୍ରଭୁଙ୍କ ରାଜ୍ୟ ପାଇଁ ଆଜି ଆମେ ଦୁଃଖ ଭୋଗ କରୁଛୁ। ଖ୍ରୀଷ୍ଟଙ୍କ ପାଇଁ ଆଜି ଆମେ ଦୁଃଖିତ ହଉଛୁ, ତାଡ଼ିତ ହଉଛୁ, ନିନ୍ଦିତ ହଉଛୁ, ସମାଜର ପଦସ୍ଥ ହଉଛୁ। ଏଗୁଡାକ ସବୁ ରହିଥିବ ପ୍ରିୟ ଭାଇ ଭଉଣୀ ମାନେ। ଆପଣ ମନେ ରଖିଥାନ୍ତି ଆଗାମୀ ସମୟ ମାନଙ୍କରେ ଆମେ ଗୁଡେ ମେସେଜ ଶୁଣିଥାଉଛୁ। ଆମମାନଙ୍କର ମନକୁ ଟିକେ ହାଲକା ଲାଗୁଛି, ଭଲ ଲାଗୁଛି, ଖୁସି ଲାଗୁଛି, କିନ୍ତୁ ବାସ୍ତବ ସମ୍ବାଦ ଏହା ଅଟେ। ଆଜିର ସମୟରେ ପ୍ରତ୍ୟେକ ମଣ୍ଡଳୀ, ପ୍ରତ୍ୟେକ ଅନୁଷ୍ଠାନ ତାଙ୍କର ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ତାଡ଼ନା ପାଇଁ ପ୍ରସ୍ତୁତ କରାଇବା ଦରକାର। ତାଡ଼ନା ପାଇଁ ପ୍ରସ୍ତୁତ କରାଇବା ଦରକାର। ଦୁଃଖ ଭୋଗ ପାଇଁ ପ୍ରସ୍ତୁତ କରାଇବା ଦରକାର। ଆଗାମୀ ସମୟ କେମିତି ଥିବ ଆମେ ଜାଣିନୁ। ସରକାରଙ୍କର ପ୍ଲାନ କଣ ଆମେ ଜାଣିନୁ। ଖ୍ରୀଷ୍ଟ ବିରୋଧୀ ଶକ୍ତି ମାନଙ୍କର, ଶତ୍ରୁ ମାନଙ୍କର କଣ ପ୍ଲାନ ଆମେ ଜାଣିନୁ। ଶୈତାନ କଣ କଣ ଷଡ଼ଯନ୍ତ୍ର କରୁଛି ତାହା ଆମେ ଜାଣିନୁ। କିନ୍ତୁ ଗୋଟେ ବିଷୟ ଜାଣିବା, ଏସବୁ ମଧ୍ୟ ମୋର କିଛି କ୍ଷତି କରିପାରିବନି। କାରଣ ପ୍ରଭୁ କହୁଛନ୍ତି ମୋର ମସ୍ତକର ସମସ୍ତ କେଶ ହିଁ ଗଣା ଯାଇଅଛି। ତାଙ୍କ ନାମର ଗୌରବ। ସେ କହୁଛନ୍ତି ତୁମ ମସ୍ତକର, ୱିଦାଉଟ୍ ମାଇ ନଲେଜ, ୱିଦାଉଟ୍ ମାଇ ପରମିଶନ ତୁମ ଲାଇଫରେ କିଛି ହବ ନାହିଁ। ମୋର ଅଜ୍ଞାତ ସାରରେ ତୁମ ଜୀବନରେ କିଛି ହବ ନାହିଁ, ଏଇଟା ପ୍ରଭୁ ଗ୍ୟାରେଣ୍ଟି ଦଉଛି। ତ ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଜମାରୁ ବିଚଳିତ ହୁଅନ୍ତୁ ନାହିଁ। କୌଣସି ପରିସ୍ଥିତି ଆସୁନା କାହିଁକି ଆପଣଙ୍କ ଜୀବନରେ ଆପଣ ପ୍ରଭୁରେ ସୁସ୍ଥିର ରୁହନ୍ତୁ, ପ୍ରଭୁରେ ଆଗଭର ହୁଅନ୍ତୁ, ପ୍ରଭୁରେ ବଢନ୍ତୁ, ପ୍ରଭୁରେ ଆନନ୍ଦ କରନ୍ତୁ। ପଦ ଦେଖିବେ ମାଥିଉ 5 ପର୍ବ ତାର 10 ପଦ, 11 ପଦ, 12 ପଦ। ମାଥିଉ 5, 10, 11, 12। ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମେମାନେ ଧନ୍ୟ। ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। ସେହିପରି ତ ସେମାନେ ତୁମମାନଙ୍କ ପୂର୍ବବର୍ତ୍ତୀ ଭାବବାଦୀ ମାନଙ୍କୁ ତାଡ଼ନା କରିଥିଲେ। ଓହ, କେତେ ଆରାମ ଲାଗୁଛି ନାଇଁ? ଆମେ ଭାବୁଛୁ ମୁଁ ଏକା ଦୁଃଖ ପାଉଛି, ମୁଁ ଏକା କଷ୍ଟ ପାଉଛି, ମତେ ତାଡ଼ନା, ମତେ ଏମିତି ହେଲା, ମତେ ଏମିତି ହେଲା। ଶୈତାନ କହିବ ତୁମେ ତୁମେ ଏକୁଟିଆ 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 ବୋଲ। ଆପଣ ଯଦି ଦେହ ଖରାପ ହେଇଗଲା, ଆପଣଙ୍କର ଯଦି କେହି ଚାଲିଗଲେ, ଆପଣଙ୍କର ଜବ ଚାଲିଗଲା, ଆପଣଙ୍କ ପଇସା ହଜିଗଲା, ଆଉ କିଛି ହେଇଗଲା, ଶୈତାନ କହିବ ତୁମେ ଜଣେ ଲୋକ। କିନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଆଗରୁ ବହୁତ ଲୋକ ଏମିତି ଭୁଲ ନ କରି ସେମାନେ ଅପମାନିତ ହେଇଛନ୍ତି, ନିନ୍ଦିତ ହେଇଛନ୍ତି। ଲେଖାଯାଉଛି ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଯଦି ଆପଣ ଧାର୍ମିକ ସକାଶେ, ଆପଣ ପବିତ୍ର ଜୀବନ କାଟିବା ସକାଶେ, ଆପଣ ସିଦ୍ଧ ଜୀବନ ଆଚରଣ କରିବା ସକାଶେ ଯଦି ଆପଣ ତାଡ଼ିତ ହଉଛନ୍ତି, ଆପଣ ଧନ୍ୟ। ଲେଖାଯାଉଛି ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ତାଡ଼ନା କରନ୍ତି, ତ ଖ୍ରୀଷ୍ଟଙ୍କ ସକାଶେ ଏଇଟା ରହିଥିବ। ମୁଁ ସଂକ୍ଷେପରେ ଆଉ କେତୋଟି କଥା କହିକି ସମାପ୍ତ କରିବା ପାଇଁ ଚାହେଁ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ପରମେଶ୍ୱର ଆମମାନଙ୍କ ସହିତ ତାଙ୍କ ବାକ୍ୟ ଦ୍ୱାରା ସେ କଥା ହଉଛି। ପ୍ରଭୁଙ୍କ ନାମର ସ୍ତୁତି ହଉ। କାହିଁକି ଏ ଦୁଃଖ ଭୋଗ? ମୁଁ ସେଇ କଥା, ଦୁଃଖ ଭୋଗର କାରଣ କଣ? ଆପଣଙ୍କୁ ମୁଁ ପୁଣି ଥର ଅନୁରୋଧ କରିବି, ଆପଣ ଦୟାକରି ମୋର ୟୁଟ୍ୟୁବ ଚ୍ୟାନେଲରେ ଯିବେ। ଗୋଟେ ମେସେଜଟା ଅଛି ଦୁଃଖ ଭୋଗର ପାଠଶାଳା, ସ୍କୁଲ ଅଫ ସଫରିଂ। ଦୟାକରି ଶୁଣିବେ, ଆଉ ଯାହା ଯାହା ରେଫରେନ୍ସ ଅଛି ଲେଖି ରଖିବେ, ତନ୍ନ ତନ୍ନ କରି ପଢିବେ, ଯେପରି ଆଗାମୀ ସମୟ ନିମନ୍ତେ, ଆଗାମୀ ଯୋଉ କ୍ଲେଶ ଆସୁଛି, ଆଗାମୀ ଯୋଉ ଦୁଃଖ ଆସୁଛି, ଆପଣ ସେଇଥିପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଦିଟା ପଦ ପଢିବା, ଆମେ ପ୍ରାର୍ଥନା କରିବା, ଆଗକୁ ବଢିବା। ପ୍ରଥମ ପିତର 5 ପର୍ବ 1 ପଦ। ପ୍ରଥମ ପିତର 5:1, ଫାର୍ଷ୍ଟ ପିଟର ଚାପ୍ଟର 5 verse 1। ଅତଏବ ଜଣେ ସହପ୍ରାଚୀନ ପୁଣି ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ ତୁମମାନଙ୍କ ମଧ୍ୟରେ ଥିବା ପ୍ରାଚୀନ ମାନଙ୍କୁ ଅନୁରୋଧ କରୁଅଛି। କଣ ଲେଖୁଛନ୍ତି? ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସାକ୍ଷୀ
आगामी गौरवर अंशाधिकारी जदि आपण आज ख्रीष्टଙ୍କ दुख भोग साक्षी होउछंती आपण लाइफ रे दुख भोग आसुची त माने आपण आगामी गौरव पाई प्रिपेयर होउछ आज दुख भोग किंतु काली पाई सुख भोग आज आपण सफर काली के सफर अछि प्रभु सहित ख्रीष्ट सहित केते सुंदर लिखुछंती अतएव जणे सह प्राचीन पुणी ख्रीष्ट दुख भोगर साक्षी एवं आगामी गौरवर अंशाधिकारी जे मु एटा पितर लिखु पितर जीवन केमती दुख केते कष्ट मु आपण कहिबा पई चाहे जे ए दुख भोगर कारण कोन काहे की दुख भोग आसे धार्मिकता पाई क्रिश्चियन हेबारु ख्रीष्ट नाम सकाशे आपण को आज्ञा बहु करबा पाई आपण को मजबूत करबा पाई अन्याय भी दुख भोग करबा पाई पड़े तो ए प्रकार परिस्थिति आसे तेणु शेष पद मु पढ़ी समाप्त करबा पाई चाहे आमे भाबुछु प्रभु एटा केते दिन प्रभु आउ केते दिन अनेक को जीवन दुख अछि अनेक को जीवन दुख आसीबो और आगामी समय आउरी पड़ी पड़ी आपण जतले क्लास पड़ी जीव ना आपण को सिलेबस चेंज होउछ सिलेबस चेंज ले जानिबे जे सब्जेक्ट टिके टफ होत आपण को सब्जेक्ट टिके टफ ही जाउती पिला पचारे बाबू पाठ पढ़ा केमती चली कहबे हाई स्कूल रे जेमती थिला ना कॉलेज रे बहुत कष्ट अभी एंट्रांस दोची भारी कष्ट राति दिन मु कष्ट पड़ुची कोन आपण बेटर विषय पाइबा पाए आपण को बहुत कष्ट दे जीवा पाए पड़िबो बहुत परीक्षा दे जीवा पाए प्रभु को नाम रो स्तुति हो ए पद पढ़िबा प्रथम पितर 5 पर्व तार 10 पद एटा शेष पद पढ़िबा तापर प्रभु को दास मु प्रार्थना कला पर प्रभु को दास प्रार्थना पढ़ी नेबे समस्त अनुग्रहर आकर जे ईश्वर अपना अनंत गौरवर सहभागी हेबा निमंते ख्रीष्ट जीशुଙ୍କ द्वारा तुम माननको आह्वान करियछंती से तुम माननको क्षणिक दुख भोग उतारे तुम माननको सिद्ध सुस्थिर सबल और संस्थापित करिवे कोन लिखा जाउछि अल्प काल परे ए सब बेला दुख रहिबो नै सब बेला आपण कष्ट लिखा जाउछि समस्त अनुग्रह आगर जो ईश्वर आपण अनंत गौरव सौभाग्य माने मते ख्रीष्ट जीशुଙ୍କ द्वारा आमान का आह्वान करियछंती से तुम मानकर क्षणिक दुख भोग उतारे तुमान को सिद्ध दुख भोग पर कौन हुए सिद्ध सुस्थिर सबल संस्थापित दुख भोग कौन करे आपण पे चारिटी ब्लेसिंग मत नहीं के आसे हालेलुया हमें ए ब्लेसिंग जानी न था बाइबल रे पद गुडा न था हमें भाबे ता तो मते दुख मते बर्बाद कर देबा पाई मते विनष्ट कर देबा पाई मते छाड़खाड़ कर देबा पाई मते प्रभु को दूर को नहीं जीवा पाई नहीं कोन लिखा जाउची क्षणिक दुख भोग उतारे तुम मान को सिद्ध सुस्थिर सबल संस्थापित करिवे प्रभु को नाम रो स्तुति हो प्रभु को नाम रो गौरव हो प्रिय भाई भौणी माने प्रभु आमान को सुंदर अवकाश दैछंती तांको सानिध्य रे बसी तांको वाक्य ध्यान करिवा पाई तण मो प्रभु को धन्यवाद दिए आज जेते जन जड़ित होइछंती समस्त को प्रभु को दास भाव रे मु इनकरेज करिवा पाई चाहे तेपर आपण माने प्रभु रे आगु को बढ़ी पारिबे तो मन रखि थांतु दुख आसीबा समय रे प्रभु को ग्रेस भी अछि प्रभु को अनुग्रह भी अछि जे तो शेष पद बोली कहली तण ए पद मु पढ़ी दोछि फिलिपियो तार 1 पर्व 29 पद 29 फिलिपियंस चैप्टर 1 वर्स 29 कारण ख्रीष्टଙ୍କ ठारे केवल विश्वास करिबा निमंते तुमान भितर अनुग्रह दत्त होई अछि तामे मात्र ताहांक सकाशे दुख भोग करिबा निमंते तुमान को अनुग्रह दत्त होई अछि प्रिय भाई बहन माने प्रभु को नाम रो स्तुति हो जे प्रभु अमान को वाक्य द्वारा सिखाउछंती जे ख्रीष्टଙ୍କ ପାଇଁ दुख भोग अति जरूरी अटे आज जदि दुख नाही आगामी समय रहिथिबो सेते यीशु कहले जगत रे तुमान पई क्लेश अछि जदि आपण यीशु को सहित अछंती यीशु को पछरे चलुछंती यीशु को पदांक अनुसरण करि जाउछंती क्लेश रहिथिबो चक्षु बंद करबा कि मु पदे प्रार्थना कला परे बालक महाशय से हमन को प्रार्थना करे नेबे आसंत समस्त चक्षु बंद करबा प्रभु को कति कि जीवा कहिबा प्रभु को प्रभु मु आग दुख आसीबा विषय कष्ट निंदा ताड़ना रोग समस्या अभाव अनाटन मोर आत्मिक जीवन को प्रभु आसीबा समय मु बहुत नेगेटिव रे नउतली प्रभु प्रभु मते सहायता करो जेपरि मु पॉजिटिव सेंस नै पारिबी एटा आपण प्रभु मते दुख रूप उमाई रे मते
ପରିଷ୍କାର କରିବା ପାଇଁ ସିଦ୍ଧାନ୍ତ ନେଇଛନ୍ତି। ଆପଣ ମତେ ଦୁଃଖ ରୂପ ଉମ୍ମାଇ ମଧ୍ୟରେ ଆପଣ ମତେ ତିଆରି କରିବା ପାଇଁ ମନସ୍ଥ କରିଛନ୍ତି। ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛି। ଓ ପ୍ରିୟ ଭାଇ ଭଉଣୀ ମାନେ, ଆଜି ପ୍ରଭୁଙ୍କୁ କହିବା କି ସେ କହୁଛନ୍ତି ଆମେ ତୁମକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ, ଆମେ ଦୁଃଖ ରୂପ ଉମ୍ମାଇରେ ତୁମକୁ ମଣ୍ଡିତ କରିଅଛୁ। ଆଜି ପ୍ରଭୁ ହୁଏତ ଆପଣଙ୍କୁ ଦୁଃଖ ମଧ୍ୟ ଦେଇ ନେଉଛନ୍ତି, କଷ୍ଟ ମଧ୍ୟ ନେଉଛନ୍ତି, ଅଭାବ ମଧ୍ୟ ନେଉଛନ୍ତି, ଅନାଟନ ମଧ୍ୟ ଦେଉଛନ୍ତି, ନିଃସଙ୍ଗତା ମଧ୍ୟ ନେଉଛନ୍ତି। ଆପଣ ଗୁଡାଏ ପରିସ୍ଥିତି ମାନ ଦେଇ ଗତି କରୁଛନ୍ତି, କିନ୍ତୁ ମନେ ରଖିଥାନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମଧ୍ୟ ଅଛି। ତାଙ୍କର ଅନୁଗ୍ରହ, ଦୁଃଖ ଯେବେ ବଢିଯାଏ, ରୋଗ ଯେବେ ବଢିଯାଏ, ତାଡ଼ନା ଯେବେ ବଢିଯାଏ, ପ୍ରତିକୂଳ ପରିସ୍ଥିତି ଆସିଯାଏ, ସେଇ ସମୟରେ ତାଙ୍କର ଗ୍ରେସ୍ ଟାକୁ ସେ ବଢେଇ ଦିଅନ୍ତି। କାରଣ ଗ୍ରେସ୍ ଟା ଦୁଃଖ ଭୋଗ ପାଇଁ ମଧ୍ୟ ଦିଆଯାଇଛି। କେବଳ ପରିଚୟ ପାଇବା ପାଇଁ ନୁହେଁ, ବିଶ୍ୱାସ କରିବା ପାଇଁ ନୁହେଁ, ଆଶୀର୍ବାଦ ପାଇବା ପାଇଁ ନୁହେଁ, ଦୁଃଖ ଭୋଗ କରିବା ପାଇଁ ବି ଦିଆଯାଇଛି। ଆଜି ଆମେ ପ୍ରାର୍ଥନା କରିବା ମାଣ୍ଡଳିକ ଭାବରେ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଡରିକି ଅଛି, ଆଜି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଟାର୍ଗେଟରେ ଅଛି, ଆଜି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ନାନା ପ୍ରକାର ବିପତ୍ତି ଆସିବା ପାଇଁ ଯାଉଛି। ପ୍ରସ୍ତୁତ ହେଇଥାନ୍ତୁ, ପ୍ରସ୍ତୁତ ହେଇଥାନ୍ତୁ। ଆଜି ପ୍ରଭୁ ଆମକୁ ତିଆରି କରୁଛନ୍ତି। ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଆଜି ଏଇ ପ୍ଲାଟଫର୍ମରେ ଆମେ ଗୁଡେଇ ଲୋକ ଯୋଗ ଦେଇଛୁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆଜି ପ୍ରଭୁଙ୍କ ଦାସ ଭାବରେ ଆପଣ ମାନଙ୍କୁ ଜଷ୍ଟ କହିବା ପାଇଁ ଚାହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ ଆପଣ ଏଭଏଡ କରିପାରିବେ ନାହିଁ। ଏଟା ଅନିବାର୍ଯ୍ୟ, ଏଟା ରହିବା ପାଇଁ ପଡିବ, ଏଟା ରହିଥିବ ହିଁ ରହିଥିବ। ପିତା ଆପଣଙ୍କୁ ଧନ୍ୟବାଦ ଦଉଛି ଆଜିର ସମୟ ପାଇଁ। କଥା ହେଲ ପ୍ରଭୁ ସମସ୍ତଙ୍କ ସହିତ, ବାକ୍ୟ ଜରିଆରେ କଥା ହେଲ, ପବିତ୍ର ଆତ୍ମାଙ୍କ ଦ୍ୱାରା ବୁଝିବା ପାଇଁ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି। ପ୍ରଭୁ ଆପଣଙ୍କ ଦାସ ଭାବରେ ପ୍ରଭୁ ମଣ୍ଡଳୀକୁ, ପ୍ରଭୁ ଖ୍ରୀଷ୍ଟ ସମ୍ପ୍ରଦାୟକୁ ପ୍ରଭୁ ଆଜି ସଚେତନ କରିବା ପାଇଁ ଆପଣଙ୍କ ଆତ୍ମାଙ୍କ ଦ୍ୱାରା ପ୍ରଭୁ ମତେ ମଧ୍ୟ ବଳିଷ୍ଠ କଲ, ମତେ ମଧ୍ୟ ସକ୍ରିୟ କଲ, ସେଥିପାଇଁ ଧନ୍ୟବାଦ ଦଉଛି। ଲର୍ଡ ଟେକ୍ ଅଲ୍ ଦ ଗ୍ଲୋରି ଆଣ୍ଡ ଅନର ମାଷ୍ଟର। ଏ ପ୍ରଭୁ ପରମେଶ୍ୱର ଆଜିର ଏ ସୁଯୋଗ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ, ଆପଣଙ୍କୁ ପ୍ରଶଂସା କରେ, ଆପଣଙ୍କୁ ଗୌରବ ଦିଏ। ପ୍ରଭୁ ହେ ପିତା ପରମେଶ୍ୱର, ଆପଣ ଗୌରବ ପାଆନ୍ତୁ। ପ୍ରଭୁ ଯଦି ଆପଣ ଆମ ସହିତ ଅଛନ୍ତି, ଆପଣଙ୍କ ପୁତ୍ର ଯୀଶୁ ଆମ ସହିତ ଅଛନ୍ତି, ଆପଣଙ୍କ ପବିତ୍ର ଆତ୍ମା ଆମ ସହିତ ଅଛି, ଆପଣଙ୍କ ପବିତ୍ର ବାକ୍ୟ ଆମ ସହିତ ଅଛି ପ୍ରଭୁ, ଯେ ଆମ ପାଇଁ ଗାଇଡ ବୁକ୍ କରିଦେ, ଆମ ପାଇଁ ରୋଡ ମ୍ୟାପ ଅଟେ ପ୍ରଭୁ, ସେ ବାକ୍ୟକୁ ଆଧାର କରି ବଞ୍ଚିବା ପାଇଁ ଆମକୁ ସାହାଯ୍ୟ କର। ପିତା ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଦଉଛି। ଆଜି ଯେତେ ଜଣ ଜଡିତ ହେଇଛନ୍ତି, ଜଣେ ଅସୁସ୍ଥ, ପୀଡ଼ିତ, ଶଯ୍ୟାଶାୟୀ, ରୋଗଗ୍ରସ୍ତ, ଅଭାବ ରହିଛନ୍ତି, ପ୍ରଭୁ ଦୟାକରି ସାହାଯ୍ୟ କର। ପ୍ରଭୁ ଯୋଉ ଯୁବାମାନେ ଜଡିତ ହୋଇଛନ୍ତି, ଯେଉଁମାନଙ୍କ ବିବାହ ବୟସ ହେଇଯାଇଛି, ପ୍ରଭୁ ସେମାନଙ୍କୁ ସାହାଯ୍ୟ କର। ପ୍ରଭୁ ଯେଉଁମାନଙ୍କ ଜବ ନାହିଁ, ପ୍ରଭୁ ଯେଉଁମାନେ ଜବର ଅନ୍ୱେଷଣରେ ଅଛନ୍ତି, ପିତା ସେମାନଙ୍କୁ ଦୟାକରି ଆଗାମୀ ଦିନ ମାନଙ୍କରେ ପ୍ରଭୁ ସେମାନଙ୍କ ଲାଇଫରେ ଗୋଟେ ଦ୍ୱାର ଖୋଲ ରାଜା, ଆପଣ ସାହାଯ୍ୟ କରନ୍ତୁ। ଆମେ ଆପଣଙ୍କ ସାହାଯ୍ୟ ଚାହିଁଛୁ, ଆମେ ଆପଣଙ୍କ ଆଡକୁ ଅନେଇ ରହିଛୁ ପ୍ରଭୁ, କାରଣ ପରମେଶ୍ୱର ଆମେ ଛାଡୁ ପ୍ରଭୁ, ଆପଣ ଆମର ପରମେଶ୍ୱର ଅଛନ୍ତି। ପ୍ରଭୁ ଧନ୍ୟବାଦ ଦଉଛି ପ୍ରଭୁ ମଣ୍ଡଳୀ ବାଳକ ମହାଶୟଙ୍କ ପାଇଁ, ପ୍ରଭୁ ଦିଦିଙ୍କ ପାଇଁ ଧନ୍ୟବାଦ ଦିଏ, ଛୁଆ ମାନଙ୍କ ପାଇଁ ଧନ୍ୟବାଦ ଦିଏ, ବାପା ମା ମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଦୟାକରି ସାହାଯ୍ୟ କର। ପ୍ରଭୁ ଯେତେ ଭାଇ ଭଉଣୀ ମାନେ ଜଡିତ ହେଇଛନ୍ତି ପ୍ରଭୁ, ପ୍ରତ୍ୟେକକୁ ନାମ ଧରି ଧରି ଆଶୀର୍ବାଦ କର ପିତା। ପ୍ରଭୁ ପ୍ରତ୍ୟେକ ଆକାଂକ୍ଷାରେ ବସିଛନ୍ତି ପ୍ରଭୁ, ଯେ ପ୍ରଭୁ ମୋ ସହିତ କଥା ହେବେ, ମୋର ଲାଇଫର ଟଫ୍ ଟାଇମରେ, ମୋ ଲାଇଫର କ୍ରୁସିଆଲ ମୋମେଣ୍ଟରେ, ମୋ ଲାଇଫର ଦୁଃଖରେ, ନୈରାଶ୍ୟରେ, ଅପମାନରେ, ନିନ୍ଦାରେ ପ୍ରଭୁ ମୋର ସହବର୍ତ୍ତୀ ହେବେ। ଏ ପ୍ରଭୁ ପରମେଶ୍ୱର ସେମାନଙ୍କ ମୁଖକୁ ଚକମକି ପ୍ରସ୍ତର ତୁଲ୍ୟ କର ପ୍ରଭୁ, ସେମାନଙ୍କ ଜବରେ, ସେମାନଙ୍କ ମିନିଷ୍ଟ୍ରିଆଲ ଲାଇଫରେ, ସେମାନେ ଯୋଉଠିକି ଯାଆନ୍ତି ପ୍ରଭୁ ପ୍ରତ୍ୟେକକୁ ସାହାଯ୍ୟ କର। ଆଗାମୀ ସମୟରେ ପ୍ରଭୁ ଭାରତ ଉପରେ ଯୋଉ ତାଡ଼ନା ଆସୁଛି, ଭାରତ ଉପରେ ଯୋଉ ବିପତ୍ତି ଆସୁଛି, ଭାରତ ଉପରେ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଯୋଉ ଖରାପ ସମୟ ଆସୁଛି ପ୍ରଭୁ, ମୁଁ ପ୍ରାର୍ଥନା କରୁଛି ଲର୍ଡ ପ୍ରିପେୟାର ଆସ୍ ମାଷ୍ଟର। ପ୍ରଭୁ ଆମକୁ ଦୟାକରି ପ୍ରସ୍ତୁତ କର ପ୍ରଭୁ, ଖ୍ରୀଷ୍ଟଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ କର, ଖ୍ରୀଷ୍ଟଙ୍କୁ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ କର। ମଣ୍ଡଳୀକୁ ପ୍ରଭୁ ପରିଷ୍କାର କର, ମଣ୍ଡଳୀକୁ ପରିଷ୍କାର କର ପ୍ରଭୁ। ଆମର ଯୁବା ପୁଅ ଝିଅମାନେ ସାନ ସାନ ପାପ ଦୁର୍ବଳତା ବାହାରି ଆସିବେ, ଦୟାକରି ସାହାଯ୍ୟ କର ପ୍ରଭୁ। ଚତୁଃପାର୍ଶ୍ୱରେ ପ୍ରଭୁ ଯୋଉ ଭୟାବହତା ଦେଖାଯାଉଛି ପ୍ରଭୁ, ରାଜନୈତିକ ଅସ୍ଥିରତା ଦେଖାଯାଉଛି ପ୍ରଭୁ, ମୁଁ ପ୍ରାର୍ଥନା କରୁଛି ପ୍ରଭୁ ଆଜି ଆମମାନଙ୍କୁ ପ୍ରିପେୟାର କର, ଆଜି ଆମମାନଙ୍କୁ ପ୍ରିପେୟାର କର, ଆଜି ଆମମାନଙ୍କୁ ତିଆରି କରିଦିଅ ପ୍ରଭୁ, ଯେପରି ଆମେ ଆଗାମୀ ସମୟରେ ଆପଣଙ୍କର ପଛରେ ପ୍ରଭୁ ଆନନ୍ଦର ସହିତ ଚାଲିବୁ, ଆଉ ଏଇ କଥା କହିବୁ, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମମାନଙ୍କୁ ବିଚ୍ଛିନ୍ନ କରିପାରେ? ଖ୍ରୀଷ୍ଟଙ୍କ ପ୍ରେମରୁ, ଖ୍ରୀଷ୍ଟଙ୍କ ପ୍ରେମରୁ, ଓ ରାଜା ଖ୍ରୀଷ୍ଟଙ୍କ ପ୍ରେମରୁ, ଖ୍ରୀଷ୍ଟ ମୋ ପାଇଁ ଯାହା କ୍ରୁଶରେ କରିଛନ୍ତି, ଆମ ପ୍ରତ୍ୟେକକୁ ଦୟାକରି ସାହାଯ୍ୟ କର ପ୍ରଭୁ, ଯେପରି ଆମେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଆଗକୁ ବଢିପାରିବୁ। ପ୍ରତ୍ୟେକଙ୍କୁ ସାହାଯ୍ୟ କର। ଶୁଣିଲ ପାଇଁ ଧନ୍ୟବାଦ ରାଜା। ପୁଣି ଥରେ ପ୍ରତ୍ୟେକଙ୍କୁ ଆପଣଙ୍କ ପୁତ୍ର ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି ରାଜା, ଦୟାରେ ଗ୍ରହଣ କରନ୍ତୁ। ଆମେନ୍।